ଜାଣିଛି ମୁଁ ତମେ କେବେ ବଦଳିବ ନାହିଁ। ଏଟା ଚମତ୍କାର ଗୀତଟେ। ସେ ଲେଖା ଶୁଣିକିରି ଜଣେ ସ୍ତ୍ରୀ ଲୋକ ସେଇ ଗୀତରେ କମେଣ୍ଟ ଦେଇଥିଲେ, ଆଜ୍ଞା ମୋ ସ୍ୱାମୀ କି କେମିତି ଆପଣ ଟିକେ ବଦଳେଇ ଦିଅନ୍ତୁ। ଏବଂ ସେଇ ଲେଖା ଶୁଣିକିରି ଦି ଜଣ ହଜବ୍ୟାଣ୍ଡ ୱାଇଫ୍ ଡିଭୋର୍ସ ନେବା ପାଇଁ ମାଇଣ୍ଡ ସେଟ୍ କରିଥିଲେ। ସେ ଡିଭୋର୍ସଟାକୁ ଚେଞ୍ଜ କଲେ, କହିଲେ ଗୀତ ଶୁଣି ସାରିଲା ପରେ ଆମେ ଚେଞ୍ଜ କରିଦେଲୁ। ଆମେ ଦି ଜଣ ଲାଇନଟା କ'ଣ ଥିଲା ମୋର ମନେ ଅଛି। ଜାଣିଛି ମୁଁ ତମେ କେବେ, ହଁ ତମେ କେବେ ବଦଳିବ ନାହିଁ, ମୁଁ ନିଜକୁ ବଦଳେଇ ଦେଲି, ମୁଁ ନିଜକୁ ବଦଳେଇ ଦେଲି। ଜାଣିଛି ମୁଁ ତମେ କେବେ, ହଁ ତମେ କେବେ ନଇବ ନାହିଁ, ମୁଁ ନିଜକୁ ନୁଆଇଁ ଦେଲି, ମୁଁ ନିଜକୁ ନୁଆଇଁ ଦେଲି। ଅନେକ ଥର ମୁଁ ବୁଝେଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲି। ଜାଣିଛି ମୁଁ ତମେ କେବେ, ହଁ ତମେ କେବେ ବୁଝିବ ନାହିଁ, ମୁଁ ନିଜକୁ ବୁଝେଇ ଦେଲି, ମୁଁ ନିଜକୁ ବୁଝେଇ। ଚମତ୍କାର। ପ୍ରେମାନନ୍ଦ ବାବୁ, ସତରେ ଆପଣ ଭାବନ୍ତି କି ବିବାହ ହଉ, ପ୍ରେମ ସମ୍ପର୍କ ହଉ, ବୁଝାମଣାରେ ଚାଲେ? ନିଶ୍ଚିତ ଚାଲେ, ନିଶ୍ଚିତ। ଆପଣଙ୍କ ପରିବାର ପ୍ରେମ ଆଉ ବାହାଘର ବୁଝାମଣାରେ ଚାଲେ? ନିଶ୍ଚିତ ନିଶ୍ଚିତ। ମାନେ ବାହାଘର ପ୍ରେମ ମାନେ କମ୍ପ୍ରମାଇଜ ହବାକୁ ପଡିବ ଆଜିକାଲି ଦୁନିଆରେ। ଆଗରୁ ସେମିତି ନଥିଲା। ଆମ ଜମାନା ବା ଏବେକାର ପିଢି ସେମିତି ହେଇଗଲେଣି। କମ୍ପ୍ରମାଇଜ ନିହାତି କରିବାକୁ ପଡିବ। କମ୍ପ୍ରମାଇଜ ନ କଲେ ତମେ କେବେ ନିଶ୍ଚିତ। କିନ୍ତୁ ଆଗରୁ କ'ଣ କମ୍ପ୍ରମାଇଜ କରୁନଥିଲେ? ମୁଁ ମୋ ଘର କଥା କହୁଛି। ମୋ ବାପା ମାଙ୍କୁ ମୁଁ ଯେତେବେଳେ ଦେଖେ ବହୁତ ଝଗଡା ହୁଅନ୍ତି, କିନ୍ତୁ ସନ୍ଧ୍ୟାବେଳକୁ ପୁଣି ମିଶିଯାଏ। ସେଇଟା ତ ହଉଛି ଅଣ୍ଡରଷ୍ଟାଣ୍ଡିଂ, ସେଇଟା ହଉଛି ତ ବୁଝାବଣା, ସେଇଟା ହଉଛି ପ୍ରେମ। ପ୍ରକୃତରେ ସେଇଟା ପ୍ରେମ। ଏବେର ପ୍ରେମ ସବୁ ପ୍ରେମ ନୁହେଁ। ଏବେ ହଉଛି ଏବେ ସେଇଥିପାଇଁ ଏବେର ପ୍ରେମକୁ ନେଇକି କରିଛି। ଝଗଡ଼ାରୁ କେବେ ସମ୍ପର୍କ ତୁଟେ ନା, ଅହଙ୍କାରରୁ ତୁଟେ। ଚମତ୍କାର। ଝଗଡ଼ାରୁ କେବେ ସମ୍ପର୍କ ତୁଟେ ନା, ଅହଙ୍କାରରୁ ତୁଟେ। ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ, ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ, ସେଇଠି ବିଚ୍ଛେଦ ଘଟେ। ଚମତ୍କାର। ପ୍ରେମାନନ୍ଦ ବାବୁ, ଏଇ ଲାଇନ ଟିକେ ମୋ ପିଲାଙ୍କୁ କହିଦେବି, ଯୋଉମାନେ ପ୍ରେମ କରୁଛନ୍ତି, ଯୋଉମାନେ ପ୍ରେମ କରୁଛନ୍ତି, ଝଗଡାରୁ କେବେ ସମ୍ପର୍କ ତୁଟେ ନା, ଅହଙ୍କାରରେ ତୁଟେ। ଶବ୍ଦ ଆରମ୍ଭରୁ ମୁଁ ଲାଗିଗଲେ, ସେଇଠି ବିଚ୍ଛେଦ ଘଟେ। ଯଦି ଇଗୋ ଆସିଗଲା 100%, ତାହେଲେ ଆପଣ ବିଚ୍ଛେଦ ନିଶ୍ଚିତ ଦେଖିବେ। କିନ୍ତୁ ଗୋଟେ କଥା କୁହାଯାଏ, ଆପଣ ଏଥିରେ ବିଶ୍ୱାସ କରନ୍ତି କି ନାଇଁ ପ୍ରେମାନନ୍ଦ ବାବୁ, ଯେ ଯୋଉଠି ସମ୍ପର୍କକୁ ରଖିବାର ଅଛି, ଟିକେ ନଈ ଗଲେ ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଆଉ ନଉ ନାହାନ୍ତି ବୋଲି ଅନେକ ସମ୍ପର୍କ ଭାଙ୍ଗି ଯାଉଛି। ନିଶ୍ଚିତ। ଆଜିର ସମ୍ପର୍କରେ ଇଗୋ ଅଛି ବୋଲି ଆପଣ ଭାବୁଛନ୍ତି କି? ବହୁତ ଇଗୋ ଅଛି ବୋଲି ଭାଙ୍ଗି ଯାଉଛି ସମ୍ପର୍କ। ଯଦି ଇଗୋକୁ ଆମେ ଟିକେ ଲେସ୍ କରିଦେବା, ମୋ ଘରେ ବି ଅଛି। ମୁଁ ବି ଭାବୁଛି, ମୋ ସ୍ତ୍ରୀ ବି, ମୁଁ କେତେବେଳେ ଏତେ ରାଗି ଯାଉଛି, ସ୍ତ୍ରୀ ନଇ ଯାଉଛି, ସ୍ତ୍ରୀ କେତେବେଳେ ରାଗିଲେ ମୁଁ ବି ନଉଛି। ନହିବାକୁ ପଡିବ। ଯଦି ନଇବାନି ଆମେ ଚାଲିବନି। ମୁଁ ଗୋଟା ଏଥିପାଇଁ ଗୋଟେ ଗୀତ ଯେ କରିଥିଲି, ମାନେ ସେ ଅଛି, ଅଲରେଡି ଅଛି, ଯେ ଯଦି ଆମର ହେଇପାରୁନି। ମୁଁ ସେଇ କଥାକୁ ଯିବି ମୋର ମନରେ ଅଛି। ମାନେ ଆମେ କନେକ୍ଟ କରୁଛେ ଆକ୍ଚୁଆଲି। ପ୍ରେମାନନ୍ଦ ବାବୁ, ଯଦି ହେଇପାରୁନି ତାହେଲେ ଅଲଗା ହେଇଯିବା ଭଲ ନାଇଁ କି? ଏଇ ଗୀତ ଆପଣ କରିଥିଲେ। ଆପଣ ନିଜେ ନିଜ କଥାକୁ କଣ୍ଟ୍ରାଡିକ୍ଟ କରୁନାହାନ୍ତି? ଆପଣ ପ୍ରଥମେ କହୁଛନ୍ତି କମ୍ପ୍ରମାଇଜ କର, ଅହଙ୍କାର ଆଣନି, କୌଣସି ପ୍ରକାରରେ ବୁଝାମଣା କରିକି ରୁହ, ତର୍କ ବିତର୍କ କରନି, ପୁଣି କହୁଛନ୍ତି ଯଦି ବୁଝାମଣା ହେଇପାରୁନି ଚାଲ ଅଲଗା ହେଇଯିବା। ଯଦି ଲଗେଇଯିବା, ଯଦି ନ ହେଇପାରୁଛି ଆଉ କଣ କରିବ? ତାହେଲେ ଟିକେ ସେ ଲାଇନ ଟା ଟିକେ ଶୁଣେଇଦବା ଦର୍ଶକଙ୍କୁ। ଲାଇନ ଟା ଥିଲା, କେତେ ଦିନ ଆମେ ଏକାଠି ରହିଲେ ବୁଝାମଣା କରି ଏତେ, ଚାଲ ଏବେ ଆମେ ଅଲଗା ହବା, କାହିଁ ରାଗ ରୁଷା ଏତେ। ଏଇ ଗୀତଟି ଶୁଣନ୍ତୁ, ବହୁତ ଚମତ୍କାର ଗୀତଟି। ଏତେ ଦିନ ଆମେ
ସାଥିରେ ରହିଲେ ବୁଝାମଣା କରି କେତେ ଆଜିଠାରୁ ଚାଲ ଅଲଗା ହବା କାହିଁ ରାଗରୁ ସାଏତେ କାହିଁକି ନା ତୁ ବୁଝିପାରୁନି ତତେ ହଁ ତୁ ବୁଝିପାରୁନୁ ମତେ ହାୟ ରେ ମୁଁ ବୁଝିପାରୁନି ତତେ ହଁ ତୁ ବୁଝିପାରୁନୁ ମତେ। ଏଇ କଥା କେହି କହିନାହାନ୍ତି ଯେ ଏତେ ଦିନ ପର୍ଯ୍ୟନ୍ତ ଆମେ ଏକାଠି ରହୁଥିଲୁ ପ୍ରେମାନନ୍ଦ ବାବୁ ଆମେ ଆପଣଙ୍କ ଗୀତ ଶୁଣିକି ଅଲଗା ହେଇ ଦେଖନ୍ତୁ ମୁଁ ଅଲଗା କଥା ଆପଣ କହିବେନି ମୁଁ ସମାଧାନ ପାଇଁ କହିଲି ମାନେ ଏତେ ଦିନ ଆମେ ଅଭିନୟ କଲେ ଏତେ ଦିନ ଆମେ ମିଛରେ ମିଛରେ ଅଭିନୟ କଲେ କେତେ ଚାଲ ଆଜିଠାରୁ ଅଲଗା ହବା କାହିଁ ଯୁକ୍ତି ତର୍କ ଏତେ କାହିଁକି ନା ମୁଁ ବୁଝିପାରୁନି ତତେ ତୁ ବୁଝିପାରୁନୁ ମତେ। ସେଥିରେ ପୁଣି ଆଉ ଗୋଟେ ଲାଇନ ଅଛି ଯେ ଲୋକମାନେ ସବୁ ଦେଖୁଛନ୍ତି ଯେ ଆମ ଭିତରେ ସବୁ ଠିକ ଠାକ ଅଛି। ଦୁନିଆ ଜାଣିଛି ଆମ ଦୁହିଁଙ୍କର ଭାରି ଭଲ ବୁଝାପଡା ଦୁନିଆ ଜାଣିଛି ଆମ ଦୁହିଁଙ୍କର ଭାରି ଭଲ ବୁଝାପଡା କେମିତି ଆମର ଦିନ ବିତୁଥିଲା ତତେ ମତେ ଥିଲା ନା। ଗୋଟେ ଘର ଭିତରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ କେମିତି ଚାଲେ କେବଳ ସେମାନେ ଜାଣିଛନ୍ତି। ପ୍ରେମାନନ୍ଦ ବାବୁ ମତେ ଥରେ ଥରେ ଯେତେବେଳେ ସମାଜକୁ ମୁଁ ଦେଖେ ଆମେ ସମାଜର କଥା ହଉଛେ ମୋ ମନରେ ଗୋଟେ ଦ୍ୱନ୍ଦ୍ୱ ଆସେ ମୁଁ ବାହା ହେଇନି କିନ୍ତୁ ଏଇ କଥାକୁ ମୁଁ ଗ୍ରହଣ କରେ ଯେ ଯଦି ସ୍ୱାମୀ ସ୍ତ୍ରୀ ପ୍ରେମ କରୁଛନ୍ତି ତାହେଲେ ଅନ୍ଧାର ଭିତରେ ଗେଟ୍ ବନ୍ଦ କରିକିରି କିନ୍ତୁ ଝଗଡା କରୁଛନ୍ତି ଡ୍ରଇଂ ରୁମ ରେ ପାର୍ଟି କରିକିରି ପ୍ରେମ ଯଦି ବେଡରୁମ ଭିତରେ ହବ ତାହେଲେ ଝଗଡା ବି ସେଇ ଭିତରେ ରହିବା କଥା କି ମଧ୍ୟସ୍ଥି ନ ଆସିବା କଥା ଆପଣ ଭାବନ୍ତି? ନିଶ୍ଚିତ ନିଶ୍ଚିତ ସେଇଟା ରହିବା ଉଚିତ। ତେଣୁ ଆମେ ଆଜିକାଲି କ'ଣ ମାନେ ମାନସିକ ସ୍ତରରେ ଏତେ ରୁଗ୍ଣ ହେଇଯାଇଛୁ ଯାହାହେଲେ ଆମେ ସୋସିଆଲ ମିଡ଼ିଆକୁ ପଳେଇ ଆସୁଛୁ ଯେ ଆମେ ଦୁର୍ବଳତା ସେଇଟା ହେଉଛି ଆମର ମାନେ ପ୍ଲସ୍ ପଏଣ୍ଟ। ଆମ ଘର ଭିତରେ କ'ଣ ହେଇଛି ଆମ ଦି ଜଣଙ୍କୁ ମନ ମିଶିଲାନି ଟିକେ କିଛି ଅଲଗା ହେଇଯିବା ଅଣ୍ଡରଷ୍ଟାଣ୍ଡିଂ କଥାବାର୍ତ୍ତା ହବା ଚୁପଚାପ ଦୂରେଇ ଯିବା କ'ଣ ଅସୁବିଧା ହେଉଛି? ଆମେ ସୋସିଆଲ ମିଡ଼ିଆକୁ ପଳେଇ ଆସୁଛେ ସୋସିଆଲ ମିଡ଼ିଆରେ ସ୍ୱାମୀ ସ୍ତ୍ରୀକୁ ଗାଳି ଦଉଛି ସ୍ତ୍ରୀ ସ୍ୱାମୀକୁ ଗାଳି ଦଉଛି ସେଇ ତ ଆଜି ଆଉ ଆମ ଭଳି କିଛି ଲୋଭୀ ମଣିଷ ତାକୁ ଦେଖେଇ ଦଉଛୁ ଯେ ଏମାନେ ଗାଳି ଲାଗୁଛନ୍ତି। ଆଉ ମୁଁ ଏଇଟା ଭାବେ ଯେ ସେମାନେ ଯଦି ସୋସିଆଲ ମିଡ଼ିଆରେ ଦେଖୁଛନ୍ତି ଟିଭିକୁ ନେଇ ଆସିବାର ଅସୁବିଧା କ'ଣ? ମତେ ବହୁତ ଲୋକ ଗାଳି ଦେଇ ପାରନ୍ତି ମତେ ବହୁତ ଲୋକ ମୁଁ ଗାଳି ବି ଖାଇଛି ପ୍ରେମାନନ୍ଦ ବାବୁ ମୁଁ କ୍ଷମା ବି ମାଗିବି ଯେ କାହିଁକି ଆପଣ ମାନେ ଏସବୁ ଦେଖଉଛନ୍ତି। ଆଉ ଦେଖନ୍ତୁ ବହୁତ ଲୋକ କହୁଛନ୍ତି କିନ୍ତୁ ସେଇମାନେ ହିଁ ଦେଖୁଛନ୍ତି ଗାଳି ଦଉଛନ୍ତି। ତମେ ଯଦି ସେଇ ଭିଡିଓଟାକୁ ଲାଇକ୍ ନ କରିବ ଭ୍ୟୁଜ୍ ନ ଯିବ ଆମେ କାହିଁ ଦେଖେଇବା? ତେଣୁ ଆମ ମାନଙ୍କରେ ବି ଦୋଷ ଅଛି ଆମେ ସେଇ ଖବରଟାକୁ ବେଶୀ ଦେଖିବୁ କ'ଣ କହିଲେ ଅମୁକ ଲୋକ କ'ଣ କହିଲେ ଘର କଳି ଶୁଣିବା ପାଇଁ ସମସ୍ତଙ୍କୁ ଭଲ ଲାଗେ। ଦେଖନ୍ତୁ ଆଜିକାଲି ଦୁନିଆରେ ଗୋଟେ ଲୋକର ଭଲଟା କିଏ ଗ୍ରହଣ କରନ୍ତିନି ମାନେ ଶୁଣନ୍ତିନି ଇଗ୍ନୋର କରନ୍ତି କିନ୍ତୁ ଖରାପଟା ହେଉଛି ଅସୁବିଧାରେ ପଡ଼ିଛି ବେଶୀ ଶୁଣିବେ ଆରେ କ'ଣ ହେଇଛି କେମିତି ହେଲା ତାଙ୍କର ପାଟିତୁଣ୍ଡ ହେଇଗଲା ତାଙ୍କର ଅଲଗା ହେଇଗଲା ଏଇଟାକୁ ବେଶୀ ଶୁଣନ୍ତି ଯୋଉଥିପାଇଁ ଆମ ସମାଜଟା ଧୀରେ 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 କଳୁଷିତ ଆଡ଼କୁ ଗତି କଲା। ପୁରା ଦେଖିଲା ପରେ ପୁଣି ଗାଳି ଦିଅନ୍ତି ଯେ କାହିଁ ୟାକୁ ନେଲେ ବାସ୍ ସେଇଟା ହେଉଛି ଘଟଣା ସେଇଟା ହେଉଛି ଘଟଣା। ଯଦି ଆମେ ମାନେ ନ ଦେଖିବା ମତେ କେତେ ମଝିରେ ଥରେ କହିଲେ ମୁଁ କହିବାକୁ ଚାହୁଁନି ମାନେ ମୁଁ କହିଲି ଆଜ୍ଞା ଦେଖନ୍ତୁ ଆପଣ ଜଣେ ଚ୍ୟାନେଲର ଏଡିଟର ହେଲା କି ଯେ ଆପଣ କାହିଁ ଏମାନଙ୍କୁ ନେଇକି ବସୁଛନ୍ତି ଏମିତି କରିବା ନା ପ୍ରେମାନନ୍ଦ ବାବୁ ସେମାନଙ୍କର ହିଁ ଚାଲୁଛି।